ନାରଦ ଶ୍ରୀମନ୍ଦିରରେ ଝାଡୁ ମାରୁଥିଲେ। ନାରଦ 12 ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ସହିତ ସେବା କରୁଥିଲେ ବା କାମ କରୁଥିଲେ। ଭକ୍ତି କଥାରେ ଜାଣିବା ଆଜି ନାରଦ ମହାପ୍ରସାଦ ପାଇଲେ କେମିତି। ଯେତେବେଳେ ମାତା ଲକ୍ଷ୍ମୀ ନାରଦଙ୍କୁ କହିଲେ ଯେ ଭଗବାନଙ୍କର ଆଦେଶ, ମୋ ପ୍ରଭୁଙ୍କର ଆଦେଶ, ମହାପ୍ରସାଦ ଗୋଟେ କଣିକା ବି କାହାକୁ ଦିଆଯିବ ନାହିଁ। ଯେତେବେଳେ ଦେବାଦିଦେବ ମହାଦେବ ଏବଂ ବ୍ରହ୍ମଦେବ ଶ୍ରୀକ୍ଷେତ୍ର ଆସି ପ୍ରସାଦ ନ ପାଇ ମନ ଦୁଃଖରେ ଫେରିଗଲେ, ସେତେବେଳେ ନାରଦ ଆସିଥିଲେ ମାତା ଲକ୍ଷ୍ମୀଙ୍କ ଠାରୁ ମହାପ୍ରସାଦ ପାଇବା ପାଇଁ। ମାତା, ମତେ କେବଳ ପ୍ରଭୁଙ୍କ ମହାପ୍ରସାଦରୁ ଏକ କ୍ଷୁଦ୍ର କଣିକା ଦିଅନ୍ତୁ। ପ୍ରଭୁଙ୍କର ଆଦେଶ, ମୁଁ ତୁମକୁ ଗୋଟିଏ କଣିକା ବି ଦେଇପାରିବି। ଏବେ ନାରଦ ଚିନ୍ତା କଲେ ମୁଁ ମହାପ୍ରସାଦକୁ ଚୋରି କରି, କିନ୍ତୁ ସେ ଗୋଟିଏ କଣିକା ବି ମହାପ୍ରସାଦରୁ ଉଠେଇ ପାରିଲେ ନା। ଶେଷରେ ସେ ଚିନ୍ତା କଲେ ମୁଁ ମାଙ୍କର ସେବା କରି, ମାଙ୍କୁ ସନ୍ତୁଷ୍ଟ କରି ମୁଁ ମହାପ୍ରସାଦ ପ୍ରାପ୍ତ କରିବି। ତେବେ ମା ଲକ୍ଷ୍ମୀଙ୍କ ପାଖକୁ ଯାଇ ନାରଦ କହିଲେ, ମା, ଆପଣ ଏକାକୀ ଶ୍ରୀମନ୍ଦିରରେ ରୋଷେଇ କରୁଛନ୍ତି, ଆପଣଙ୍କୁ ବହୁତ କଷ୍ଟ ହେଉଥିବ। ମୁଁ ଟିକେ ଚାହୁଁଛି ଆପଣଙ୍କୁ ସାହାଯ୍ୟ କରିବାକୁ। ଜଙ୍ଗଲରୁ କାଠ ଆଣିଦେବି, ଶ୍ରୀମନ୍ଦିରରେ ଝାଡୁ ମାରିବି, ଅନ୍ୟାନ୍ୟ ବହୁତ କିଛି କାମ ମୁଁ ଆପଣଙ୍କର ବହୁତ ସହାୟତା କରିବି। ଏବେ ମାତା ଲକ୍ଷ୍ମୀ କହିଲେ, ଠିକ ଅଛି, ତୁମେ ଯଦି ଚାହୁଁଛ ଶ୍ରୀମନ୍ଦିରରେ କାର୍ଯ୍ୟ କରିବାକୁ, ତାହେଲେ ତୁମର ଇଚ୍ଛା ହଉ। ତେବେ ନାରଦ ମାତା ଲକ୍ଷ୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରୀମନ୍ଦିରରେ 12 ବର୍ଷ ପର୍ଯ୍ୟନ୍ତ ସେବା କରିଥିଲେ। 12 ବର୍ଷ ପର୍ଯ୍ୟନ୍ତ ନାରଦଙ୍କର ସେବା ଦେଖି ମାତା ଲକ୍ଷ୍ମୀ ପ୍ରଭୁଙ୍କୁ କହିଲେ, ହେ ନାଥ, ନାରଦ ହେଉଛି ଆପଣଙ୍କର ପରମ ଭକ୍ତ। ଟିକେ ମହାପ୍ରସାଦ ପାଇବା ପାଇଁ 12 ବର୍ଷ ପର୍ଯ୍ୟନ୍ତ ସିଏ ମୋର ସେବା କରିଚାଲି, ତାକୁ ଟିକେ ଦୟା କରନ୍ତୁ। ତେବେ ଭଗବାନ ଜଗନ୍ନାଥ କହିଲେ, ନାରଦ ମୋର ପରମ ଭକ୍ତ, ଯଦି ତୁମେ ଚାହୁଁଛ ତାକୁ ଗୋଟିଏ କଣିକା ଦେଇପାର। ପ୍ରଭୁଙ୍କର ଭଜନ ସରିଲା ପରେ ଅଳ୍ପ କିଛି ମହାପ୍ରସାଦ ଆଣି ନାରଦଙ୍କୁ ଦେଇଥିଲେ। ମହାପ୍ରସାଦକୁ ସେବନ କରି ଅତି କୃତାର୍ଥ ହୋଇଥିଲେ ଏବଂ ନାରାୟଣ ନାରାୟଣ ଗାଇ ଯାଉଥିଲେ। ତେବେ ନାରଦ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ମହାପ୍ରସାଦ ପ୍ରାପ୍ତ କରିଥିଲେ।